ଜୁନ୍ 27 ତାରିଖ ଇଣ୍ଟରନ୍ୟାସନାଲ୍ ଡେ ଅଫ୍ ଡିପ୍ ବ୍ଲାଇଣ୍ଡନେସ୍ 2025ରୁ ଆରମ୍ଭ ହୋଇଛି। ଜୁନ୍ 28 ତାରିଖ ଇଣ୍ଟରନ୍ୟାସନାଲ୍ LGBTQ ପ୍ରାଇଡ୍ ଡେ। ଜୁନ୍ 29 ତାରିଖ ନ୍ୟାସନାଲ୍ ଷ୍ଟାଟିଷ୍ଟିକ୍ସ ଡେ, ଯେଉଁଟାକି ବାର୍ଥ ଆନିଭର୍ସରୀ PC ମହାଲନୋବିସ୍ଙ୍କର, ଯିଏକି ଫାଦର ଅଫ୍ ଇଣ୍ଡିଆନ୍ ଷ୍ଟାଟିଷ୍ଟିକ୍। ମହେଶ ଦୀକ୍ଷିତ, ଯିଏକି ଆପଏଣ୍ଟେଡ୍ ଅଛନ୍ତି ଡାଇରେକ୍ଟର ଇଣ୍ଟେଲିଜେନ୍ସ ବ୍ୟୁରୋର। ବେନ୍ ଷ୍ଟୋକ୍, ଇଂଲଣ୍ଡର କ୍ୟାପ୍ଟେନ୍ ଯିଏକି ଇଣ୍ଟରନ୍ୟାସନାଲ୍ କ୍ରିକେଟରୁ ରିଟାୟାରମେଣ୍ଟ ଆନାଉନ୍ସ କରିଛନ୍ତି। ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍, ଯେଉଁଟାକି PM ମୋଦିଙ୍କୁ ପ୍ରେସିଡେଣ୍ଟାଲ୍ ଅନର୍ ଯେଉଁଟା ସିସିଲ୍ସର ପ୍ରଦାନ କରିଛନ୍ତି ସିସିଲ୍ସର ପ୍ରେସିଡେଣ୍ଟ ପ୍ୟାଟ୍ରିକ୍ ହାର୍ମାଇନି। ୱାର୍ଲଡର ଓଲ୍ଡେଷ୍ଟ ଲିଭିଂ ଲ୍ୟାଣ୍ଡ ଆନିମଲ୍, ଯେଉଁଟାକି ଜୋନାଥନ୍ 194 ବର୍ଷର ଓଲ୍ଡ ଟର୍ଟୋଇଜ୍, ଯେଉଁଟାକି ଅଛି ସିସିଲ୍ସରେ। PM ମୋଦି ତାକୁ ଭେଟିଛନ୍ତି। UP ରାଜୀବ, ଯିଏକି ଡାଇରେକ୍ଟର ଆପଏଣ୍ଟେଡ୍ ଅଛନ୍ତି ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟରର। ISSF ଜୁନିୟର ୱାର୍ଲଡ ଚାମ୍ପିୟନ୍ 2024 ସୋଏଲ୍ ଜର୍ମାନୀରେ ହେଉଛି। ଇଣ୍ଡିଆ ଏଥିରେ ପ୍ରଥମ ଅଛି 25ଟା ମେଡାଲ ସହିତ 7ଟା ଗୋଲ୍ଡ, 8ଟା ସିଲଭର, 10ଟା ବ୍ରୋଞ୍ଜ। ସେକେଣ୍ଡରେ ଅଛି AAN ଇଣ୍ଡିଭିଜୁଆଲ ନ୍ୟୁଟ୍ରାଲ ଆଥଲେଟ୍ସ। ଥାର୍ଡ଼ରେ ଅଛି ଇଟାଲୀ। ଭାଗ୍ୟରାଜ, ଯିଏକି ପଲଗେଇଛନ୍ତି, ସେ ତାମିଲ ଫିଲ୍ମ ମେକର ଥିଲେ। କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲାଙ୍କର ମେମୋର ଦ ସେକେଣ୍ଡ ଅର୍ବିଟ୍ ରିଲିଜ୍ ହୋଇସାରିଛି। ସାଂସ୍କୃତିରେ ରତ୍ନ ଭଣ୍ଡାର ବୟାର ହେଭ୍ରିତୋ, ଯେଉଁଟାକି ବୁକ୍ଟିକୁ ରିଲିଜ୍ କରିଛନ୍ତି ଆମର ଭାଇସ୍ ପ୍ରେସିଡେଣ୍ଟ CP ରାଧାକୃଷ୍ଣ, ଆଉ ଅଥର ବହିଟିକୁ ଲେଖିଛନ୍ତି ଜୟନ୍ତ କୁମାର ରୟ ଏବଂ ସଙ୍ଗୀତା ରୟ। ଜର୍ଜ ରସେଲ, ଯିଏକି ଅଷ୍ଟ୍ରିଆନ୍ ଗ୍ରାଣ୍ଡ ପ୍ରିକ୍ସ 2026ର ୱିନର। ବିନୟ ଜର୍ଜ, ଯିଏକି ଆମ୍ବାସେଡର ଇଣ୍ଡିଆର ଆପଏଣ୍ଟେଡ୍ ଅଛନ୍ତି ଉରୁଗୁଏକୁ। ଆବେ ଆହମଦ ଆଲି, ଯିଏକି ପ୍ରାଇମ୍ ମିନିଷ୍ଟର ଆପଏଣ୍ଟେଡ୍ ଅଛନ୍ତି ଇଥିଓପିଆର। ନ୍ୟୁ ବ୍ୟାକ୍ଟେରିଆ ସ୍ପେସିସ୍, ଯେଉଁଟାକି ନାଁ ହେଉଛି ବ୍ରାକେଇବାକ୍ଟେରିୟମ୍ ନେତାଜୀ, ଯେଉଁଟାକି ଡିସ୍କଭର ହୋଇଛି ହୁଗୁଳି ରିଭର, ୱେଷ୍ଟ ବେଙ୍ଗଲରେ।